ବାବୁଶାନ ମହାନ୍ତି 2024 ଜାନୁଆରୀ 1 ତାରିଖ ଅର୍ଥାତ୍ 2024 ନୂଆ ବର୍ଷ ଉପଲକ୍ଷେ ତାଙ୍କ ନୂଆ ଫିଲ୍ମର ଆନାଉନ୍ସମେଣ୍ଟ କରିଥିଲେ। ଫିଲ୍ମର ନାଁ ପାୱାର, ଯାହା ରଜ 2024ରେ ହିଁ ରିଲିଜ୍ ହୋଇଥିଲା ଓ ପାୱାର ଫିଲ୍ମକୁ ଦର୍ଶକମାନେ ମଧ୍ୟ ବହୁତ ହି ज़्यादा ପସନ୍ଦ କରିଥିଲେ। ବର୍ତ୍ତମାନ ପୁଣି ଥରେ ବାବୁଶାନ ମହାନ୍ତି ରଜ 2025ରେ ତାଙ୍କର ନୂଆ ଫିଲ୍ମ ରିଲିଜ୍ କରିପାରନ୍ତି। ବର୍ତ୍ତମାନର ନୂଆ ଅପଡେଟ୍ ଅନୁଯାୟୀ ବାବୁଶାନ ମହାନ୍ତି ତାଙ୍କର ରଜ 2025ର ନୂଆ ଓଡ଼ିଆ ଫିଲ୍ମ ପାଇଁ ଫିଲ୍ମର ଗୋଟିଏ ସୁନ୍ଦର ଗୀତ ରେକର୍ଡ଼ିଂ କରିବା ଆରମ୍ଭ କରିଦେଇଛନ୍ତି। ଆପଣମାନେ ଜାଣି ଖୁସି ହେବେ, ଏହି ନୂଆ ଫିଲ୍ମର ଗୀତକୁ ନିଜେ ବାବୁଶାନ ମହାନ୍ତି ଗାଇବାକୁ ଯାଉଛନ୍ତି। ବାବୁଶାନ ମହାନ୍ତିଙ୍କ ରଜ 2025ରେ ରିଲିଜ୍ ହେବାକୁ ଥିବା ନୂଆ ଓଡ଼ିଆ ଫିଲ୍ମର ଆନାଉନ୍ସମେଣ୍ଟ 2025ର ନୂଆ ବର୍ଷ ଉପଲକ୍ଷେ କରାଯାଇପାରେ। ହେଲେ ଆକ୍ଚୁଆଲି ଜଣାପଡ଼ି ନାହିଁ ଯେ ବାବୁଶାନ ମହାନ୍ତି ତାଙ୍କ ଜନ୍ମଦିନ ଉପଲକ୍ଷେ ଆନାଉନ୍ସମେଣ୍ଟ କରିଥିବା ସନକ ଓଡ଼ିଆ ଫିଲ୍ମର କିଛି ନୂଆ ଅପଡେଟ୍ ଆସିବ ନା କୌଣସି ଏକ ନୂଆ ଓଡ଼ିଆ ଫିଲ୍ମର ଟାଇଟଲ ଆନାଉନ୍ସମେଣ୍ଟ ହେବାକୁ ଯାଉଛି ନୂଆ ବର୍ଷ ଉପଲକ୍ଷେ। ଯାହା ବି ହେଉ, ନୂଆ ବର୍ଷର ନୂଆ ଆରମ୍ଭରେ ବାବୁଶାନ ମହାନ୍ତିଙ୍କ ନୂଆ ଅପକମିଂ ଫିଲ୍ମର କିଛି ନୂଆ ଅପଡେଟ୍ ଦେଖିବାକୁ ମିଳିବ। ଆପଣମାନଙ୍କ ମତରେ ନୂଆବର୍ଷ 2025 ଉପଲକ୍ଷେ ବାବୁଶାନଙ୍କ ସନକ ଫିଲ୍ମର ନୂଆ ଅପଡେଟ୍ ଆସିବ ନା କୌଣସି ନୂଆ ଓଡ଼ିଆ ଫିଲ୍ମର ଟାଇଟଲ ଆନାଉନ୍ସମେଣ୍ଟ ହେବାକୁ ଯାଉଛି? ନିଶ୍ଚୟ କମେଣ୍ଟ ସେକ୍ସନରେ ଲେଖି ଜଣାଇବେ। ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓକୁ ଲାଇକ୍ କରିବେ, ସେୟାର କରିବେ, ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ଧନ୍ୟବାଦ।